ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ପ୍ରଥମ ଓଡିଆଇ ମ୍ୟାଚ୍ ଧର୍ମଶାଳାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଧିନାୟକ ସୁମନ ଗିଲଙ୍କ ପ୍ରଭାବଶାଳୀ ବ୍ୟାଟିଂରେ ଭାରତ ବିଜୟ ଲାଭ କରିଥିଲା। ଗିଲଙ୍କ 84 ରନ୍ର ବିସ୍ଫୋରକ ପାରି ଭାରତକୁ ରନ୍ ଚେଜ୍ କରିବାରେ ସାହାଯ୍ୟ ହୋଇଥିଲା, ଯେତେବେଳେ କି ଭାରତୀୟ ବୋଲର ମଧ୍ୟ ଆଫଗାନ ବ୍ୟାଟରକୁ ଧୂଳି ଚଟାଇଥିଲେ ଏବଂ ଅଲ୍ ଆଉଟ୍ କରିଥିଲେ ପ୍ରଥମ ଇନିଂସରେ। ଉଭୟ ଡେବ୍ୟୁଟାଣ୍ଟ ବୋଲର ଗୁରନୁର ବ୍ରାର ଏବଂ ହର୍ଷ ଦୁବେ 3ଟି ଲେଖା ୱିକେଟ୍ ଚଟକାଇଥିଲେ। ତେବେ ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍ର ସାରାଂଶ ଜାଣିବା ପୂର୍ବରୁ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଧର୍ମଶାଳାରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଓଡିଆଇ ମ୍ୟାଚ୍ ପ୍ରବଳ ବର୍ଷା ଯୋଗୁଁ ବିଳମ୍ବିତ ହୋଇଥିଲା, ଯାହାଫଳରେ ମ୍ୟାଚ୍ଟିକୁ ପ୍ରତ୍ୟେକ ଦଳ ପାଇଁ 25 ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଭାରତର ଅଧିନାୟକ ସୁମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲର ପ୍ରଥମରୁ ଆଫଗାନ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇ ରଖିଥିଲେ। ପାୱାରପ୍ଲେ 5 ଓଭର ମଧ୍ୟରେ ଆଫଗାନିସ୍ତାନ 3ଟି ୱିକେଟ୍ ହରାଇଥିଲା, ଯେତେବେଳେ କି ଆଫଗାନିସ୍ତାନର ସ୍କୋର 27 ଥିଲା, ଯେଉଁଥିରେ ପେସର ଗୁରନୁର ବ୍ରାର ତାଙ୍କ ପ୍ରଥମ ଡେବ୍ୟୁ ୱିକେଟ୍ ନେଇଥିଲେ। ଓପନର ଜାର୍ଦାନଙ୍କୁ 1 ରନ୍ରେ ଆଉଟ୍ କରିଥିଲେ। ପରେ ଅର୍ଶଦୀପ ସିଂ 2ଟି ବଡ଼ ୱିକେଟ୍ ଚଟକାଇଥିଲେ, ଯେଉଁଥିରେ ସିଦ୍ଦିକୁଲ୍ଲା ଅଟଲ ବିନା ଖାତା ଖୋଲି ଆଉଟ୍ ହୋଇଥିବା ବେଳେ ରେହମତ ଶାହ ମାତ୍ର 3 ରନ୍ ବନାଇଥିଲେ। ତେବେ ଓପନର ରହମନୁଲ୍ଲାହ ଗୁରବାଜ ଭାରତୀୟ ବୋଲିଂ ଆକ୍ରମଣକୁ ଭାଙ୍ଗିଥିଲେ। ମାତ୍ର 51 ବଲ୍ରେ ଦ୍ରୁତ 102 ରନ୍ର ବିସ୍ଫୋରକ ପାରି ଖେଳି ଦଳର ପୁନରୁଦ୍ଧାର କରିଥିଲେ। ତାଙ୍କୁ ସାଥ ଦେଇଥିଲେ ଅଧିନାୟକ ହସମତୁଲ୍ଲା ସାଇଦି। ଉଭୟଙ୍କ 116 ରନ୍ର ଭାଗିଦାରୀ ଆଫଗାନିସ୍ତାନକୁ 150 ରନ୍ର ନିକଟବର୍ତ୍ତୀ କରିଥିଲା। ତେବେ ସେଟ୍ ବ୍ୟାଟ୍ସମ୍ୟାନ ଗୁରବାଜଙ୍କୁ ବୋଲ୍ଡ କରିଥିଲେ ନୀତିଶ ରେଡ୍ଡି, ଯେତେବେଳେ କି ସାଇଦି 27 ରନ୍ କରି ଡେବ୍ୟୁଟାଣ୍ଟ ସ୍ପିନର ହର୍ଷ ଦୁବେଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଉଭୟଙ୍କ ୱିକେଟ୍ ଯିବା ପରେ ଶେଷ କ୍ରମରେ ଭାରତୀୟ ବୋଲର ଖେଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ, ଯାହାଫଳରେ ଆଫଗାନିସ୍ତାନ ବ୍ୟାଟର ରନ୍ କରିବାରେ ଧିମା ପଡ଼ିଥିଲେ। ଶେଷ କ୍ରମରେ ଅଜମତୁଲ୍ଲା ଉମରଜାଇଙ୍କୁ ଛାଡ଼ିଦେଲେ ବାକି ବ୍ୟାଟ୍ସମ୍ୟାନଙ୍କ ଖାତାରେ 10 ରନ୍ରୁ ଅଧିକ ହୋଇନଥିଲା। ଉମରଜାଇ 26 ରନ୍ ପାରି ଖେଳିଥିଲେ। ଆଫଗାନିସ୍ତାନ ଶେଷ ଓଭରରେ 194 ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ତେବେ 195 ଟାର୍ଗେଟକୁ ପିଛା କରି ଭାରତ 7 ୱିକେଟ୍ରେ ବିଜୟ ଲାଭ କରିଥିଲା, ଯେଉଁଥିରେ ରୋହିତ ଶର୍ମା ଏବଂ ସୁମନ ଗିଲ୍ ଭାରତ ପକ୍ଷରୁ ଓପନିଂ କରିଥିଲେ। ତେବେ ପ୍ରାରମ୍ଭିକ ଓଭରରେ ଅଜମତୁଲ୍ଲା ଉମରଜାଇଙ୍କ ଏକ ତୀକ୍ଷ୍ଣ ବାଉନ୍ସର ରୋହିତ ଶର୍ମାଙ୍କ ହାତରେ ଲାଗିବାରୁ ସେ ସାମାନ୍ୟ ଆଘାତ ପାଇଥିଲେ, କିନ୍ତୁ ଡାକ୍ତରୀ ଚିକିତ୍ସା ପାଇବା ପରେ ରୋହିତ ବିନା କୌଣସି ଗୁରୁତର କ୍ଷତି ଯୋଗୁଁ ଖେଳିବା ଜାରି ରଖିଥିଲେ। ଉଭୟ ଗିଲ୍ ଏବଂ ରୋହିତଙ୍କ 46 ରନ୍ର ଓପନିଂ ଭାଗିଦାରୀ ହୋଇଥିଲା। ପାୱାର ପ୍ଲେ ସରିବା ପରେ ରୋହିତ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଥିଲେ। ରୋହିତ ଶର୍ମା 16 ରନ୍ର ପାରି ଖେଳିଥିଲେ। ନମ୍ବର 3ରେ ଇଶାନ କିଶନ ଯୋଗ ଦେଇଥିଲେ କ୍ରିଜ୍ରେ। ଗିଲ୍ ଏବଂ ଇଶାନ କିଶନଙ୍କ 70 ରନ୍ର ବଡ଼ ଭାଗିଦାରୀ ହୋଇଥିଲା। ଇଶାନ କିଶନ 22 ବଲ୍ରେ 34 ରନ୍ର ପାରି ଖେଳି ରାଶିଦ୍ ଖାନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏଣିକି ଉପ ଅଧିନାୟକ ଶ୍ରେୟାସ ଆୟର ମଧ୍ୟଭାଗରେ ଯୋଗ ଦେଇଥିଲେ, ମାତ୍ର ଅଧିକ ରନ୍ ନ କରି 12 ରନ୍ରେ ଆଉଟ୍ ହୋଇଥିଲେ। ଶେଷରେ କେଏଲ୍ ରାହୁଲ ତାଙ୍କ ବ୍ୟାଟ୍ରୁ ଚୌକା ଛକ୍କାର ବିସ୍ଫୋରକ ବ୍ୟାଟିଂରେ 19 ବଲ୍ରେ 39 ରନ୍ ଯୋଡ଼ିଥିଲେ, ଯେଉଁଥିରେ ସେ 4ଟି ଚୌକା 3ଟି ଛକା ବାଡ଼େଇଥିଲେ। ତାଙ୍କୁ ସାଥ ଦେଇଥିଲେ ଅଧିନାୟକ ସୁମନ ଗିଲ୍। ଉଭୟଙ୍କ 53 ରନ୍ର ଭାଗିଦାରୀରେ ଭାରତ ବିଜୟ ଲାଭ କରିଥିଲା। କେଏଲ୍ ରାହୁଲ ଚୌକା ମାରି ଟାର୍ଗେଟକୁ ପୂରା କରିଥିଲେ, ଯେତେବେଳେ କି ଗିଲ୍ 66 ବଲ୍ରେ 84 ରନ୍ର ବଡ଼ ପାରି ଖେଳିଥିଲେ, ଯେଉଁଥିରେ ସେ 11ଟି ଚୌକା 2ଟି ଛକା ଯୋଡ଼ିଥିଲେ। ତେବେ ଗିଲ୍ଙ୍କ ଅପରାଜିତ 84 ରନ୍ର ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା।